ଜୟ ଜଗନ୍ନାଥ ଜୟ ମଙ୍ଗଳ ଜୟ ତାଲଚେର। ଦେଖନ୍ତୁ ହାଲକା ଫୁଲକା ବର୍ଷା ଚାଲିଅଛି, ପାଣି ପଡ଼ୁଛି। ଆମ ଏଇଠି ମୋ ମାର୍ବଲ ଦୋକାନ ଥିଲା, ସେ ଲସ୍ ଯୋଗୁଁ ଏବେ ଛୋଟ ଟି ସପ୍ ତାକୁ ଚା ଦୋକାନ କୁହାଯାଏ। ଆମର ତାଲଚେର ଛକ ସ୍ଥିତ। କ'ଣ କହିବା ଆଉ, ତାଲଚେର କୋଇଲାରେ ନମ୍ବର 1 କୋଇଲା ପ୍ରଡ୍ୟୁସ୍ କରୁଛି କୋଲକାତା। ଆମ ଡେରାରେ 1919 ମସିହା ଡେରା ଅଣ୍ଡରଗ୍ରାଉଣ୍ଡ ମାଇନ୍ସ ଦ୍ୱାରା ଖୋଳା ହେଲା, ଯାହାକି 2019ରେ ସେ କ୍ଲୋଜ୍ ହେଲା। ପ୍ରାୟ 100 ବର୍ଷ ଅଣ୍ଡରଗ୍ରାଉଣ୍ଡ ମାଇନ୍ସ ଖୋଳା ହେଲା। ତଥାପି ଆମ ଡେରା ଗ୍ରାମର ବହୁତ ଦୁଃଖ କଷ୍ଟ ଏଇଆ ଯେ ଆମ ଡେରା ଗ୍ରାମରୁ 100 ମିଟର ଦୂରରେ 4-5ଟି ଗୋଟେ ମାଇନ୍ସ ଅଛି, ଓପନ୍ କାଷ୍ଟ ମାଇନ୍ସ। ଯେହେତୁ ଆମ ଅଣ୍ଡରଗ୍ରାଉଣ୍ଡ ମାଇନ୍ସ 700 ଫୁଟ ତଳେ ହେଇଛି, କେତେବେଳେ କିଛି କହିହେବ ନାହିଁ। କେତେବେଳେ ତଳକୁ ମାଟି ତଳକୁ ଆମେ ଧସିକି ମରିଯିବୁ। ତାଲଚେରରେ ବାସି ଏଠି ଦାୟୀ କାହା କହିବା? ନା ପ୍ରଶାସନ, ନା କେନ୍ଦ୍ର ସରକାର, ନା ରାଜ୍ୟ ସରକାର ଆମକୁ କେଉଁ ଜାଗାକୁ ବି ସ୍ଥାନାନ୍ତରିତ କଲେ ନାହିଁ। ଯେହେତୁ ଯାହା ବି ଫଳ ପୁଷ୍ପେ ଚାଷବାସ ଧାନ ହେଉଥିଲା, କିଛି ମାତ୍ରାରେ ବାଦାମ ଚାଷ ବି ହେଉଥିଲା ଏଇ ଘରୋଇ ଖାଇବା ପାଇଁ, ସେ ଆଉ ହେଉନାହିଁ। ଆମେ ବହୁତ ଦୁଃଖ କଷ୍ଟ ତାଲଚେରବାସୀ ସବୁ ବାହାର ରାଜ୍ୟର ଲୋକ ଆଣି ଏଠେ କଣ୍ଟ୍ରାକ୍ଟ କାମ କରୁଛନ୍ତି। ଆମର ସୋସାଇଟି ହେଲା କି ବହୁତ ଦୁଃଖ କଷ୍ଟ ଚଳୁଛନ୍ତି। ଆମ ତାଲଚେରରୁ ଖାସ୍ କରି ଆମ ତାଲଚେର ଡେରା କୋଇଲାରୁ ଉତ୍ପାଦନ ହେଉଥିବା, ଆପଣ ଦେଖେ ପୁରୀରେ ଭୁବନେଶ୍ୱରରେ ଦିନକୁ ଗୋଟେ ବଡ଼ ବଡ଼ ରାସ୍ତା ହେଉଛି, ଆଉ ତାଲଚେରରେ କିଛି ନାହିଁ। ମେଡ଼ିକାଲ କଲେଜ ହେବା, ଗୋଟେ ମେଡ଼ିକାଲ କଲେଜ ହେଲା ଆଣି କିଛି ଚାରଣା କାମ ନାହିଁ। ପେସେଣ୍ଟ ଆସିଲେ ସାଙ୍ଗେ ସାଙ୍ଗେ ରେଫର, ଆପଣ ନେଇଯାଆନ୍ତୁ ଅନୁଗୁଳ ମେଡ଼ିକାଲ ନେଇଯାଆନ୍ତୁ। ଅନୁଗୁଳରୁ କହିବେ ଆପଣ ନେଇଯାଆନ୍ତୁ କଟକ ନେଇଯାଆନ୍ତୁ। ଆପଣ ଆସିବେ କଟକରେ ଯେଉଁ ବ୍ଲଡ଼ ଟେଷ୍ଟ କରିବା ପାଇଁ ବହୁତ କ'ଣ ଅନୁଗୁଳକୁ ଯିବାକୁ ପଡ଼ୁଛି। ଏ ମେଡ଼ିକାଲ ଭିତରେ ସରାଉଣ୍ଡର ହେଲେ ବି ବହୁତ ବଡ଼ ଜାଗା। ଆଉ ତାଲଚେରରେ ଧୂଳି ଧୂଆଁ ହେଉଛି, ତାଲଚେରରେ ଭଲ ମେଡ଼ିକାଲ ନାହିଁ, ଏକ କଥା। ଆଉ କ'ଣ କହିବା, ଏଇଭଳି ଧୂଳି ଧୂଆଁ ଖାଇକି ଲୋକମାନେ ମରୁଛନ୍ତି। କିଛି ବି ସାହାଯ୍ୟ ସୁଯୋଗ ନାହିଁ, କିଛି ନାହିଁ। ଯେମିତି ଦୁଃଖ କଷ୍ଟ ଲୋକମାନେ ଏଠି ଚଳୁଛନ୍ତି। କିଛି କୌଣସି ଗୋଟେ କମ୍ପାନୀ ତାଲଚେର ଆସିଲେ ଲୋକାଲାଇଜେସନକୁ ଡାଇରେକ୍ଟ ମନା, ଆପଣ ଏଠି କରିପାରିବେ ନାହିଁ। ବାହାର ଲୋକକୁ ଟଙ୍କା ଖାଇକି ବଡ଼ ବଡ଼ିଆ ମାନେ ଏଠି ରଖୁଛନ୍ତି। ଖାସ୍ କରି ଆମ ତାଲଚେର ଡେରା ଭଣ୍ଡପଡ଼ା ଗୁଡ଼ାସର